ସତରେ ଶ୍ରୋତାବନ୍ଧୁ, ମାର୍ଚ୍ଚ 3 ତାରିଖ ଦୋଳ ପୂର୍ଣ୍ଣିମା। ଏହି ଦୋଳ ପୂର୍ଣ୍ଣିମା ଅବସରରେ ଲାଗୁଥିବା ଚନ୍ଦ୍ରଗ୍ରହଣକୁ ନେଇ ଜ୍ୟୋତିର୍ବିଦମାନଙ୍କ ମତ ଅନୁସାରେ ପଦେ ଅଧେ ଆପଣମାନଙ୍କ ପାଇଁ। ପ୍ରଥମ କଥା ହେଲା, ଗ୍ରହଣ ସମୟ 3:20:18 ଠାରୁ ସନ୍ଧ୍ୟା 6:47:13 ଭିତରେ। ଶାସ୍ତ୍ର ଅନୁସାରେ 9 ଘଣ୍ଟା ପୂର୍ବରୁ କୌଣସି ଦେବକାର୍ଯ୍ୟ କିମ୍ବା ପାକ ତ୍ୟାଗ କରିବା ନିଷେଧ। ତେଣୁ ସୂର୍ଯ୍ୟୋଦୟ ପାଖରୁ ସନ୍ଧ୍ୟା 6:47 ଭିତରେ ରୋଷେଇ କରିବା, ଦେବନୀତି କରିବା ସମ୍ପୂର୍ଣ୍ଣ ନିଷେଧ ଅଟେ। ବିଶେଷ କରି 3:20:18 ଠାରୁ 6:47:13 ଭିତରେ ଖାଇବା ମନା ଏବଂ ଏହି ସମୟରେ ଗର୍ଭବତୀ ମହିଳାମାନେ ବାହାରକୁ ବାହାରିବା ମନା। କାହିଁକି ନା ଗର୍ଭରେ ଥିବା ପିଲା ଉପରେ ନିଶ୍ଚିତ କୁପ୍ରଭାବ ପକାଇପାରେ। କୁମ୍ଭ ରାଶି ଓ ତୁଳା ରାଶି, ଏହି ଦୁଇ ରାଶି ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହେବ। ତେଣୁ ବିଶେଷ କରି ଗ୍ରହଣ ସମୟରେ ଆମେ ସମସ୍ତେ ମିଳିମିଶି ସମ୍ଭବତଃ ନୀରବତା ପାଳନ କରି ଭଗବାନଙ୍କର ନାମ ଜପ କଲେ ମନସ୍କାମନା ପୂର୍ଣ୍ଣ ହେବ। ନମସ୍କାର, ଜୟ ଜଗନ୍ନାଥ।